ଆପଣଙ୍କ ଜାତକରେ ଜନ୍ମକୁଣ୍ଡଳୀରେ ଯଦି ପାପଗ୍ରହ ଦୁଇ ଜଣ ଶନି ଏବଂ ରାହୁ ପାପଯୁକ୍ତ ହୋଇ ରହିଛନ୍ତି ଖରାପ ଜାଗାରେ, ଏହାର ପ୍ରଭାବରେ ପରିବାରରେ ଅମଙ୍ଗଳ, ଝଗଡ଼ାଝାଟି, ସନ୍ତାନମାନଙ୍କର ସ୍ମରଣ ଶକ୍ତି ହ୍ରାସ ଏବଂ ପାଠ ହେଉନାହିଁ, ତାହେଲେ ନୂତନ ସନ୍ତାନ ହେଇକରି ନଷ୍ଟ ହେଇଯାଉଛି। ଏହାର ସରଳ ପ୍ରତିକାର କରନ୍ତୁ ବିନା ଖର୍ଚ୍ଚରେ। ଗୋଟିଏ ନିମ୍ବ ଗଛର ଚାରାକୁ ଆଣି ଶୁଭ ମୁହୂର୍ତ୍ତରେ ନିକଟସ୍ଥ ଶିବ ମନ୍ଦିର ପାଖରେ ରୋପଣ କରିଦିଅନ୍ତୁ। ରୋପଣ କରିସାରିଲା ପରେ ସେ ବୃକ୍ଷର ଯତ୍ନ ନିଅନ୍ତୁ। ଯତ୍ନ ନେଇ ସାରିଲା ପରେ ଦେଖିବେ ଆପଣଙ୍କର ଏଇ ଯେଉଁ ବିଘ୍ନ ହେଉଛି ଆସ୍ତେ ଆସ୍ତେ ଆପଣଙ୍କ ପରିବାରରୁ ଦୂରେଇ ଯିବ। ସମସ୍ତ ମଙ୍ଗଳ ଆସିବ, ଶୁଭ କାର୍ଯ୍ୟ ହେବ, ପିଲାମାନଙ୍କର ପାଠ ବି ହେବ, ସ୍ମରଣ ଶକ୍ତି ବୃଦ୍ଧି ପାଇବ, ନୂତନ ଚାକିରି ପାଇବ। ଏଇଭଳି ପ୍ରୟୋଗ କରନ୍ତୁ। ତନ୍ତ୍ରଶାସ୍ତ୍ରରେ ଏଇଭଳି ପ୍ରୟୋଗ ବିଧାନ ରହିଅଛି। ରହୁଛି, ନମସ୍କାର। ଜୟ ମା କାମାକ୍ଷା।